ओ ओम श्री गुरुभ्यो नमः। ओम श्री गणेशाय नमः। ओम ऐं सरस्वत्यै नमः। ओम श्री परमात्मने नमः। ओम नमो भगवते वासुदेवाय। जय श्री राम। समस्त दर्शक बंधु को प्रणाम। हरिकथार समस्त को स्वागत अभिनंदन। आसंतु हरिरस पान करवा। श्री पद्म पुराण उत्तरखंड षड्विंश अध्याय श्रावण कृष्ण कामिका एकादशी एवं सप्तविंश अध्याय श्रावण शुक्ल पुत्रदा एकादशी दुईटी अध्याय पाठ करवा। कहउछन्ति युधिष्ठिर प्रभु दामोदर गोविंद गोपाल वासुदेव नमस्कार। गोविंद गोपाल वासुदेव नमस्कार। गोविंद गोपाल वासुदेव नमस्कार। श्रावणर कृष्ण एकादशी मोते कुह। श्रावणर कृष्ण एकादशी कुह मोते। हे अच्युत शरण मु तुम्भ पादाग्रते। हसी कमल लोचन कहन्ति सधीरे। शुण हे कुंती नंदन कहूछि विधीरे। पापनाशकारी एक पवित्र आख्यान ब्रह्मा कहिथिले नारदंकु पूर्वे शुण। कहन्ति ब्रह्मा नारद शुण मोर गिर लोकहित अर्थे हा करिब प्रचार। श्रावण मासर कृष्ण एकादशी कथा शुणिले खंडन हुए सर्वमन व्यथा। एही एकादशी नाम कामिका अटई स्मरण मात्र के बाजपेय फल पाई। श्रीधर श्रीहरि विष्णु माधव भजिब मधुसूदन हे भगवान बोलुथिब। एही नाम रे पूजिब प्रभु नारायण एही पूजन रे मिले शुण जेते पुण्य। गंगा काशी पुष्कर जे नई मिसारण्य एठारे सुलभ नुहे पुण्य से ते गुण। सिंह राशि रे जे बृहस्पति स्थित हेले व्यतिपात जोग आउ दंड जोग ठारे। गोदावरी स्नान रे जे फल मिलई विष्णु पूजन रे ताहा सुलभ हुई। ससागरा पृथ्वी को दान जे करई सेही दान रे जे फल प्राप्त हुई। कामिका एकादशी रे मिले सेही पुण्य। निष्ठा भाव किंतु मूल अटे जान। निष्ठा आउ भाव किंतु मूल अटे जान। बोली भक्तवत्सल भगवान की जय। सबस्सा धेनु दान रे जे पुण्य मिलई ए पवित्र व्रत फले ताहा लाभ होई। श्रावण रे श्रीधरंक पूजन जे करे नाग गंधर्व सहित सर्वदेव ठारे। पूजनर फल जाण सहजे मिलई अध्यात्म विद्यार फल पुण्य प्राप्त होई। संसार सागरे पड़ी पाप पंक परे बुड़ी थिबा जने शुण स्थिर मानसरे। कामिका व्रत फलरू होइब उद्धार तेणु यही व्रत करी भबु अपार। एही व्रत करी रात्रि उजागर हेले जमराजर दर्शन ताहाकु न मिले।
ଦୁର୍ଗତିରେ ପଡ଼େ ନାହିଁ କେବେ ସେହି ନର, ସର୍ବଫଳପ୍ରଦ ଏହି ପୁଣ୍ୟବ୍ରତ କର। ଏହି ଦିନ ତୁଳସୀରେ ବିଷ୍ଣୁଙ୍କୁ ପୂଜିଲେ, ସନ୍ତୋଷ ହୁଅନ୍ତି ହରି ସେହି ଲୋକଠାରେ। ହୀରା ନୀଳା ମଣି ମାଣିକ୍ୟରେ ପୂଜା କଲେ, ସେତେ ପ୍ରସନ୍ନ ନୁହନ୍ତି ପ୍ରଭୁ କାହାଠାରେ। ତୁଳସୀ ମଞ୍ଜରୀ ଦ୍ୱାରା ପ୍ରଭୁଙ୍କୁ ସେବିଲେ, ଜନ୍ମଭର ପାପ ତାର ନାଶ ହୁଏ ଭଲେ। ତୁଳସୀଙ୍କ ମହିମା ଯେ ଶୁଣ ହେ ନାରଦ, ଦର୍ଶନରେ ପାପ ତାର ହୁଅଇଟି ହତ। ସ୍ପର୍ଶରେ ଶରୀର ଯେ ପବିତ୍ର ହୁଅଇ, ପ୍ରଣାମ କଲେ ଶରୀରୁ ରୋଗ ନାଶ ଯାଇ। बोली वृंदावती महारानी की जय। तुलसी जलरे जदि सिंचन करिब, जमराज तेणे ताकू भय करुथिब। तुलसी आरोपण रे कृष्ण पासे जीव, प्रभु पादे समर्पिले मुख्य प्राप्ति हेब। ସେହି ତୁଳସୀ ଦେବୀଙ୍କ ଚରଣେ ପ୍ରଣାମ, କୃଷ୍ଣ ଭକ୍ତି ମୋତେ ମାଗ କରନ୍ତୁ ପ୍ରଦାନ। ତୁମ ସେବା କରୁଥିବି ଏହି ବୁଦ୍ଧି ହେଉ, ତୁମ ସେବାରେ ସନ୍ତୁଷ୍ଟ ହେବେ ମହାବାହୁ। ସେ ମହାବାହୁଙ୍କ ବାହୁ ଛାୟା ତଳେ ମୁହିଁ, ଭୁଲିଯିବି ଦୁଃଖ ଶୋକ ତାଙ୍କ ନାମ ଗାଇ। ତୁଣ୍ଡେ ବୋଲୁଥିବି ହରି ଗୋବିନ୍ଦ ଗୋପାଳ, ମୁକୁନ୍ଦ ମାଧବ ଜୟ ଜୟ ନନ୍ଦ ବାଳ। ମୋହନ ମୁରଲି ଧାରି ବରଜ ଧୂଳିଆ, କେଳି କଦମ୍ବ ମୂଳିଆ ମୟୂର ଚୂଳିଆ। ସତ୍ୟ ସନାତନ ଆହେ ମୋହନ ସୁନ୍ଦର, ତୁମ ପାଦ ପଦ୍ମେ ରହୁ ମୋ ମନ ଭ୍ରମର। ଏତିକି ସୁଦୟା ମୋତେ କର ଦୟାମୟ, ପାପ କର୍ମକୁ ଯେ ମୋତେ ଲାଗୁ ସଦା ଭୟ। ପୁଣ୍ୟ କର୍ମରେ ମୋହର ମନ ଲାଗିଥାଉ, ସତ୍ୟ ପଥେ ଧର୍ମ ପଥେ ପାଦ ମୋର ଯାଉ। ଗୁରୁ ଗୁରୁଜନେ ସଦା ଭକତି କରିବି, ଦୁଃଖୀ ରଙ୍କୀ ମାନଙ୍କର ସେବା କରୁଥିବି। ପର ଦୁଃଖେ ଦୁଃଖୀ ହେବି ପର ସୁଖେ ସୁଖୀ, ସର୍ବଘଟେ ନାରାୟଣ ଅଛ ତୁମେ ସାକ୍ଷୀ। ଜଗତର ସେବା ଅଟେ ତୁମରି ପୂଜନ, ଜଗତର ତିରସ୍କାର ତୁମ ଅପମାନ। ଜଡ଼ ଚେତନକୁ ବ୍ରହ୍ମମୟ ଦେଖୁଥିବି, ଯିବେ ଦୟା ନାମେ ଲୟ ସଦା ରଖିଥିବି। ପରୋପକାରର ବ୍ରତେ ହେବି ମୋହି ବ୍ରତୀ, ଏହିପରି ମୋ ଜୀବନ ଯାଉ ପ୍ରଭୁ ବିତି। ଆନ କିଛି ଲୋଡ଼ା ନାହିଁ ହେ କରୁଣାମୟ, ଜନ୍ମେ ଜନ୍ମେ ତୁମ ପାଦେ ଲାଗିଥାଉ ଲୟ। ଲୋଡ଼ା ନାହିଁ ଧନ ଜନ ମାନ ସନ ମାନ, ତୁମେ ମୋର ମାତା ପିତା ମୁଁ ତୁମ ସନ୍ତାନ। କାମୀ କ୍ରୋଧୀ ଲୋଭୀ ମୋହି ଅଟଇ ନିଶ୍ଚୟ, ହେଲେ ବି ତ ମୁଁ ତୁମର ଅଟଇ ତନୟ। ପତିତ ପାମର ମୋହି ଅଟଇ ଅଧମ, ଜଣା ନାହିଁ ଜପ ତପ ପୂଜାର ବିଧାନ। ତୁମକୁ ପାଇବା ପାଇଁ ଯୋଗ୍ୟ ମୁଁ ନୁହଇ, ପତିତ ପାବନ ବୋଲି ଆଶା ମୁଁ କରଇ। ତୁମେ ନ ରଖିଲେ ମୋର ନାହିଁ ଅନ୍ୟ ଗତି, ତୁମେ ମୋ ହୃଦ ଚନ୍ଦନ ତୁମେ ପ୍ରାଣପତି। ଚରଣେ ଶରଣ ଗଲି ଆହେ ଅନ୍ତର୍ଯାମୀ, ଚରଣେ ଶରଣ ଗଲି ଆହେ ଅନ୍ତର୍ଯାମୀ।
ଜାହ୍ନବୀ ସୁତ ସୁନୀଳେ ଦୟା କର ସ୍ୱାମୀ। ଏକାଦଶୀ ରାତ୍ରି ଦୀପ ଜାଗରଣ କାଳେ ଏ ସ୍ତୁତିକୁ ପଢ଼ଇ ଯେ ଶ୍ରଦ୍ଧା ମାନସରେ ଧନ ଜନ ଗୋପଲକ୍ଷ୍ମୀ ପ୍ରାପ୍ତ ହୁଅଇ ବିଷ୍ଣୁ ଭକ୍ତି ପ୍ରାପ୍ତ ହୋଇ ବୈକୁଣ୍ଠେ ବସଇ ସେ ଲୋକର ପୁଣ୍ୟ ସଂଖ୍ୟା କେ କହିପାରିବ ଚିତ୍ରଗୁପ୍ତ ହେଲେ ଲେଖି ନ ପାରିବ। ପିତୃଲୋକ ତାହାର ଯେ ଉଦ୍ଧାର ହୁଅନ୍ତି ଏକାଦଶୀ ରାତ୍ରେ ଯେହୁ ପ୍ରଦୀପ ଜାଳନ୍ତି। ଗାଈ ଘିଅରେ ପ୍ରଦୀପ ଜାଳିବ ଏ ରାତି ଅଥବା ରାଶି ତେଲରେ ଜାଳିବ ଯେ ବତୀ। କହୁଛନ୍ତି ଭଗବାନ ଶୁଣ ଯୁଧିଷ୍ଠିର ନାରଦେ କହିଲେ ଏହା ସ୍ୱୟଂ ବେଦବର। ଏ ମହାତ୍ମ୍ୟ ପଢ଼ଇ ଯେ ଶୁଣଇ ଶ୍ରଦ୍ଧାରେ ସର୍ବପାପ ନାଶ ଯାଇ ବସେ ବୈକୁଣ୍ଠରେ। ତେଣୁ ହେ ଯୁଧିଷ୍ଠି ଏହି ବ୍ରତକୁ ପାଳିବ ଭକତି ଯେ ମୂଳ ଧନ ମନେ ରଖିଥିବ। ଉଚ୍ଚ ସ୍ୱରେ ଆନନ୍ଦରେ ହରି ହରି ବୋଲ ହରି ବୋଲି ତରି ଯିବ କହି ସୁନୀଳ। ପ୍ରେମାନନ୍ଦେ କବାର ହରି ବୋଲ। ସପ୍ତବିଂଶ ଅଧ୍ୟାୟ ଶ୍ରାବଣ ଶୁକ୍ଳ ପୁତ୍ରଦା ଏକାଦଶୀ। ଯୁଧିଷ୍ଠିର କହୁଛନ୍ତି ହେ ମଧୁସୂଦନ ଶୁକ୍ଳ ଏକାଦଶୀର ଯେ କୁହନ୍ତୁ ବିଧାନ। ଉତ୍ତର କରନ୍ତି କୃଷ୍ଣ ସୁମଧୁର ଗୀରେ ଶୁଣ ହେ ରାଜନ ଦ୍ୱାପରର ପ୍ରାରମ୍ଭରେ। ମାହିଷ୍ମତିପୁରେ ରାଜା ନାମ ମହିଜିତ ପ୍ରଜା ପାଳନ କରନ୍ତି ପୁତ୍ର ପରିଷେତ। ଧନ ଧାନ୍ୟ ଗୋପଲକ୍ଷ୍ମୀ ଭଣ୍ଡାର ଯେ ପୂର୍ଣ୍ଣ ନୀତିବନ୍ତ ପୁଣ୍ୟବନ୍ତ ଅଟନ୍ତି ରାଜନ। ସାମଦାନ ଦଣ୍ଡ ଭେଦେ ରାଜ୍ୟ ପାଳୁଥାନ୍ତି ଧର୍ମ କାର୍ଯ୍ୟରେ ଯେ ଥାଏ ସଦା ତାଙ୍କ ମତି। ପୁତ୍ର ନଥିବାରୁ ଶାନ୍ତି ନାହିଁ ତାଙ୍କ ମନେ ପୁତ୍ର ପ୍ରାପ୍ତି ପାଇଁ ଚିନ୍ତା ତାଙ୍କ ଅନୁକ୍ଷଣେ। ଭାଳି ଭାଳି ଦିନେ ରାଜା ପ୍ରଜାଙ୍କୁ ଡାକିଲେ ପ୍ରଜାଙ୍କ ସମ୍ମୁଖେ ମନ କଥା ପ୍ରକାଶିଲେ। କହିଲେ ହେ ପ୍ରଜାଗଣ ଶୁଣ ମୋ ବଚନ ଏ ଜନମେ ପାପ କର୍ମେ ନାହିଁ ମୋର ମନ। ଭଣ୍ଡାର ମୋ ଭରି ନାହିଁ ଅନ୍ୟାୟ ଅର୍ଥରେ ଦେବସ୍ୱ ବ୍ରହ୍ମସ୍ୱ କେବେ ହରି ନାହିଁ ବାରେ। ପୁତ୍ର ସମ ପ୍ରଜା ମୋହି ପାଳିଛି ଜାଣିଛ ଧର୍ମ କାର୍ଯ୍ୟେ ରତ ସଦା ସମସ୍ତେ ଦେଖୁଛ। ଦୁଷ୍ଟଙ୍କୁ ଦଣ୍ଡ ଦେଇ ମୁଁ ଶିଷ୍ଟଙ୍କୁ ପାଳିଛି ଈର୍ଷା ଦ୍ୱେଷ କାହା ପ୍ରତି କରି ନାହିଁ କିଛି। କେଉଁ ଦୋଷେ ଅପୁତ୍ରିକ ହୋଇଅଛି ମୋହି ଜାଣିଥିଲେ ବୁଦ୍ଧି ମୋତେ ଦିଅ ହେ ବତାଇ। କହୁ କହୁ ରାଜା ତହୁ କାନ୍ଦି ପକାଇଲେ ତାହା ଦେଖି ପ୍ରଜାମାନେ ବିଚଳିତ ହେଲେ। ପ୍ରଜାନୁରଞ୍ଜନ ଯେଣୁ ଅଟନ୍ତି ରାଜନ ରାଜାଙ୍କ ଦୁଃଖରେ ଦୁଃଖୀ ହେଲେ ସର୍ବଜନ। ପ୍ରଜାଜନ ପୁରୋହିତ
ବ୍ରାହ୍ମଣ ମିଳିଣ ସାନ୍ତ୍ୱନା ଦେଇଣ ତାଙ୍କୁ କହିଲେ ବଚନ। କୁଳ ପୁରୋହିତ ତାଙ୍କୁ କହିଲେ ବୁଝାଇ ବନଗାମୀ ହେବା ଆମ୍ଭେ ଏ ସମସ୍ୟା ପାଇଁ। ଅରଣ୍ୟରେ ଯୋଗୀ ଋଷି ମାନେ ରହିଥାନ୍ତି ଶରଣ ପଶିଲେ ସର୍ବ ଉପାୟ କହନ୍ତି। ଜଗତ କଲ୍ୟାଣ ପାଇଁ କରୁଥାନ୍ତି ତପ ଆମେ ଶରଣ ପଶିବା ତାହାଙ୍କ ସମୀପ। ଯାତ୍ରାନୁକୂଳ ସମୟ ଦେଖି ପୁରୋହିତ ରାଜା ପ୍ରଜା ପୁରୋହିତ ବ୍ରାହ୍ମଣ ସହିତ ବାମନ ସୁମରିଗଲେ ଅରଣ୍ୟାଭିମୁଖେ। ଶୁଣି ଯୁଧିଷ୍ଠିର ପ୍ରଶ୍ନ କଲେ ମନ ସୁଖେ। ହେ ଗୋବିନ୍ଦ ପ୍ରଶ୍ନ ଆସେ ମନରେ ମୋହର। ଯାତ୍ରାନୁକୂଳ ସମୟ ଅଟେ କି ପ୍ରକାର। କେଉଁପରି ସମୟରେ ଯାତ୍ରା ହୁଏ ଶୁଭ ସେ କଥା କୁହନ୍ତୁ ମୋତେ ପ୍ରଭୁ ପଦ୍ମନାଭ। କହନ୍ତି ଶ୍ରୀ ଆଦିକନ୍ଦ ଶୁଣ ଧର୍ମସୂତ ଯାତ୍ରା କାଳର ନିୟମ ଅଟଇ ସ୍ୱତନ୍ତ୍ର। ଏ ପ୍ରସଙ୍ଗ କହି ସାରି କହିବି ସେ କଥା ମନ ଦେଇ ଶୁଣ ତୁମେ ଆହେ ମହାରଥା। ବୁଲି ବୁଲି ମହାରାଜା ଅରଣ୍ୟ ମଧ୍ୟରେ ପ୍ରବେଶ ହୋଇଲେ ଏକ ଋଷି ଆଶ୍ରମରେ। ଦେଖିଲେ ବୃକ୍ଷ ମୂଳରେ ଏକ ତପିବର ବସିଛନ୍ତି ଶିଳା ପରେ ମୃଗ ଛାଲ ପର। ଦୀର୍ଘଶ୍ମଶ୍ରୁ ଜଟା ଜୁଟ ବଳକଳ ବସନ ତୁଳସୀ ମାଳା ଗଳାରେ କରରେ ଭୂଷଣ। ବୈଷ୍ଣବ ତିଳକ ତାଙ୍କ ମଥାରେ ଶୋଭଇ ପ୍ରସନ୍ନ ବଦନେ ମୁନି ଛନ୍ତି ଉଭା ହୋଇ। ଲମ୍ବା ଶ୍ଵେତ ଲୋମେ ଭରା ତାହାଙ୍କ ଶରୀର ଲୋମଶ ନାମ ଅଟଇ ସେହି ଋଷିଙ୍କର। ଧର୍ମଜ୍ଞ ଶାସ୍ତ୍ରଜ୍ଞ ପୁଣି ତତ୍ତ୍ୱଜ୍ଞ ଅଟନ୍ତି ତ୍ରିକାଳଦର୍ଶୀ ଅଟନ୍ତି ସେହି ମହାଜ୍ୟୋତି। କଳ୍ପଜୀବୀ ଅଟନ୍ତି ସେ ଲୋମଶ ମହର୍ଷି ଏକ କଳ୍ପ ଅନ୍ତେ ଏକ ଲୋମ ଯାଏ ଖସି। ତାହାଙ୍କୁ ଦେଖି ସକଳେ ହେଲେ ପ୍ରଣିପାତ ଆଶୀର୍ବାଦ କରି ଋଷି କଲେ କ ସ୍ୱାଗତ। ଆଗମନର କାରଣ ପଚାରିଲେ ମୁନି ଆହେ ପ୍ରଭୁ ଆମେ ଅଟୁ। ଆଗମନର କାରଣ ପଚାରିଲେ ପୁଣି କରଯୋଡ଼ି ପ୍ରଜାଗଣ କହନ୍ତି ହେ ମୁନି ଆହେ ପ୍ରଭୁ ଆମେ ଅଟୁ ମାହିଷ୍ମତି ପ୍ରଜା। ଏ ଅଟନ୍ତି ମହିଜିତ ଆମ ପ୍ରିୟ ରାଜା। ନୀତି ଧର୍ମ କର୍ମରେ ସେ ନିପୁଣ ଅଟନ୍ତି ହେଲେ ଅପୁତ୍ରିକ ହେତୁ ମନେ ନାହିଁ ଶାନ୍ତି। କିପରି କୋଳେ ନନ୍ଦନ ଧରିବେ ରାଜନ ଉପାୟ କହନ୍ତୁ ପ୍ରଭୁ ପଶିଲୁ ଶରଣ। ରାଜା ପ୍ରଜା ମିଳି ସର୍ବେ ଚରଣେ ପଡ଼ିଲେ ସାନ୍ତ୍ୱନା ଦେଣୁ ତାଙ୍କୁ ଲୋମସ କହିଲେ ଆହେ ପ୍ରଜା ବୃନ୍ଦ ତୁମ ମନ କର ସ୍ଥିର ଏଥିର ଉପାୟ ନିଶ୍ଚୟ ହୋଇବ ବାହାର। ଏହା କହି ଧ୍ୟାନ ମଗ୍ନ ହେଲେ ଋଷିବର ଦୁଇ ଘଡ଼ି ପର୍ଯ୍ୟନ୍ତେ ନୀରବ ନିଶ୍ଚଳ। ଧ୍ୟାନ ତେଜି କହିଲେ ସେ ଅମୃତ ବଚନ ଶୁଣି ରାଜା ପ୍ରଜା ହେଲେ ପ୍ରଫୁଲ୍ଲିତ ମନ। ଏହି ମହିଜିତ ରାଜା ଗତ ଜନ୍ମରେ ଧନହୀନ ହୋଇ ଜନ୍ମିଥିଲେ ବୈଶ୍ୟ ଘରେ। ଗ୍ରାମେ ଗ୍ରାମେ ବୁଲି ସେହୁ କରନ୍ତି ବ୍ୟାପାର ଠକି ଶୋଷଣ କରଇ ଅର୍ଥ ଲୋକଙ୍କର। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦଶମୀ ଦିନରେ ବୁଲି ବୁଲି ପହଞ୍ଚିଲା ଏକ ସରୋବରେ। ଜଳପାନ କରିବାକୁ ବଳିଲା ତା ମନ ତହୁଁ ଶୁଦ୍ଧ ଜଳ ସେହୁ କରୁଅଛି ପାନ। ସେ ସମୟ ଏକ ଗାଈ ବତ୍ସା ସହିତରେ ତୃଷାର୍ତ ହୋଇ ଆସଇ ଜଳ ପିଇବାରେ। ଜଳପାନ କରିବାକୁ ଗଲା ସେ କୂଳକୁ କ୍ରୋଧିତ ହୋଇଲା ବୈଶ୍ୟ ଦେଖି ସେ ଗାଈକୁ। ଯଷ୍ଟି ଘେନି ତଡ଼ିଦେଲା ଗାଈକୁ ତୁରିତ ସେହି ପାପେ ହିଁ ଜନ୍ମେ ହେଲା ଅପୁତ୍ରିକ। ଅନ୍ୟ ଜନ୍ମ ପୁଣ୍ୟ ବଳେ ହେଲା ମହାରାଜା ଏହି ଜନ୍ମେ ପାପ ନାହିଁ ଶୁଣ ଆହେ ପ୍ରଜା। ପୁଣି ବିନୟ ହୋଇଲେ ପ୍ରଜାକୁଳ ତହିଁ ସେ ଦୋଷର ପ୍ରାୟଶ୍ଚିତ ଦିଅନ୍ତୁ ବତାଇ। ଧାର୍ମିକ ରାଜା ଜାଣିଣ କହିଲେ ଲୋମଶ ଶୁଣ ଆହେ ପ୍ରଜାଗଣ ହୋଇଣ ସନ୍ତୋଷ। ପୁତ୍ରଦାନା ମରେ ଏକାଦଶୀ ମହାରାଣୀ ଶ୍ରାବଣ ଶୁକ୍ଳ ପକ୍ଷରେ ହୁଏ ଏହା
पुणी निष्ठार सहित व्रत करिब सरबे पुण्य फल राजा हस्ते सर्वे समर्पिबे सेहि पुण्य फले राजा हेबे पुत्र प्राप्ति एथिरे संदेह नाही शुण मो भारती शुणी कृत कृत्य हेले मोहिजित राजा व्रत विधान मान जे करिले कपुछा कहिले लोम सतहि व्रत विधिमान मुनिक आतिथ्य प्रजा करिण ग्रहण फलमूल भोजन रे तृपत होइले मेलाणी मागिण तहु सर्वे चली गले निज राज्य प्रवेशिले आनंद मनरे निष्ठा सह एकादशी कले कविधिरे राजा राणी परोजा जे सरबे मिलिण पुत्रदा एकादशी को करिले पालन उपवास करिण से उजागर हेले जागर जालिण कृष्णे शरण पशिले दशमी द्वादशी पुणी कले हबिष्यान्न राजांकु परजा फल कले समर्पण सेहि पुण्य बले राजा पुत्र प्राप्ति हेले जीवन रे एकादशी व्रत न छाड़िले एपरि अटई एकादशीर महिमा शुण पंडु सुत एहि व्रत मोर आत्मा ए व्रत करई जेहु श्रद्धा मानसरे मनोवांछा पूर्ण हुए मोते लाभ करे शुणिल तो महाराजा गुरु अपमाने अपुत्रिक हुए नर रखी थाओ मने गुरुंक सेवारे मोहि संतोष हुई मो संतोषे चतुर्वर्ग फल से लभई गुरु को पीड़ा दिओई शुण जेउ जन अनेक प्रकार कष्ट मिले ताकू पूजाण सर्वदेवा देवी जाण गुरुंक शरीरे तेणु तांको सेवा कर हरस चित्तरे गुरुंक स्कंदरे रुद्र ग्रीवानंदेश्वर ललाटरे नवग्रह रहंती तांकर शृंगाग्रे मेरु मंदर निवास करंती शृंग मध्य ब्रह्मेश जे केशव रहंती कर्णद्वये अश्विनी कुमार विराजन्ति नेत्रद्वये शशि भास्कर जे रही थांती क्षुर मध्य गंधर्व जे क्षुराग्रे पन्नग लोमकूपे विराजन्ति सर्वऋषि वृंद जिह्वाग्रे सरस्वती पुच्छरे कालिका जंघरे वास करन्ति श्री वायु देवता मूत्रपुरी से वरुण जानुरे जाह्नवी हुंकारे ओंकार मानसे किन्नर बसन्ति वक्त्र मध्य दे पिशाच जे दंतरे राक्षस सर्वदेवमयी गुरु माता जे प्रत्यक्ष तांक पुच्छ जले पितृ उद्धार हुअन्ति मलमूत्रे मानवर सर्वारिष्ट शांति तेणु आहे सुज्ञन रे गुरु सेवा कर गुरुंक सेवारे सर्व दुख हेब पार गुरु पालन करिण श्रीकृष्ण गोपाल से गुरु गोपाल सेवा व्रत हेउ मोर कहि सुनील चंद्र आहे कृष्ण चंद्र रक्षा कर गोविंद गोविंद रक्षा कर गोविंद गोविंद रक्षा कर गोविंद गोविंद बोले गुरु गोपाल भगवान की जय गौ माता की जय भारत माता की जय कृष्ण कन्हैया लाल की जय जय श्री राम।